ଜୟ ଜଗନ୍ନାଥ ପ୍ରଭୁ। ସମସ୍ତ ଓଟିଟି ଆସ୍ପିରାଣ୍ଟ କୁ ୱାଇଟି ପ୍ଲାଟଫର୍ମରେ ମୁଁ ସ୍ୱାଗତ ଜଣାଉଛି। ତେବେ ଆସନ୍ତାକାଲି ଆପଣଙ୍କର ଓଟିଟି ପେପର 1 ଆଣ୍ଡ ପେପର 2 ର ଏକ୍ଜାମ ଆପଣମାନେ ବିଲକୁଲ ଷ୍ଟ୍ରେସ୍ ନ ନେଇକି ବିନ୍ଦାସରେ ଆପଣମାନେ ଏକ୍ଜାମ ଦିଅନ୍ତୁ, ନିଶ୍ଚିନ୍ତ କ୍ୱାଲିଫାଏ ହେବେ। ତେବେ ଆଜିର ଭିଡ଼ିଓରେ ଆମେ ଡିସ୍କସ୍ କରିବା କି ଆପଣମାନେ ଏକ୍ଜାମ ହଲରେ କ'ଣ କରିବେ ଏବଂ ଓଏମ୍ଆର ସିଟ୍କୁ ଆପଣମାନେ କିପରି ଡିଲ୍ କରିବେ। ତ କିଛିଟା ଟିପ୍ସ ଅଛି, ସେଗୁଡ଼ିକୁ ଆପଣ ଫଲୋ କରିବେ। ମୁଁ କହିବି କି ନିଶ୍ଚିନ୍ତ ଆପଣ କ୍ୱାଲିଫାଏ କରିବେ। ତେବେ ୱିଦାଉଟ୍ ଡିଲେ ଚାଲନ୍ତୁ ଷ୍ଟାର୍ଟ କରିବା। ଯଦି ଆମେ ଦେଖିବା କି ଆପଣଙ୍କର ଯଦି ଏସସି ଏସଟି ଆଣ୍ଡ ଏସସିବିସି କାଟେଗୋରୀରୁ ଯଦି ଆପଣ ବିଲଙ୍ଗସ୍ କରୁଛନ୍ତି, ତେବେ ଆପଣଙ୍କୁ କେବଳ କ୍ୱାଲିଫାଇ କରିବାର ଅଛି, ନା କି ଆପଣମାନେ ଯଦି 100 ପ୍ଲସ୍ ସ୍କୋର କଲେ, ଆସନ୍ତାକାଲି ଯଦି ଆପଣ ଭଲ ସ୍କୋର କଲେ ନେକ୍ସଟ ଆପଣଙ୍କର ତାକୁ ନେଇକି ଯେ ଜବ୍ ମିଳିଯିବ ସେଇଟା ଆପଣଙ୍କର ଭ୍ରାନ୍ତ ଧାରଣା। କେବଳ ଆପଣଙ୍କୁ କ୍ୱାଲିଫାଇ କରିବାର ଅଛି। କେତେ ମାର୍କ ନା 75 ମାର୍କ। ଯଦି ଆପଣ ଅନରିଜର୍ଭ বা ଜେନେରାଲ କାଟାଗୋରୀରୁ ବିଲଙ୍ଗସ୍ କରୁଥାନ୍ତି, ତାହେଲେ ଆପଣଙ୍କୁ 60% ଅର୍ଥାତ୍ ଆପଣଙ୍କୁ 90 ମାର୍କ ରଖିବାକୁ ପଡ଼ିବ। ତ କିପରି ଆପଣ 90 ସ୍କୋର କରିବେ বা ଆପଣ କେତେ ଟାର୍ଗେଟ୍ ନେଇକି ଯିବେ ଏବଂ ଏକ୍ଜାମ ହଲରେ ଆପଣମାନେ କିପରି ଓଏମ୍ଆର ସିଟ୍କୁ ଡିଲ୍ କରିବେ, ତ ସେ ରିଗାର୍ଡ଼ିଂ ଆମେ ଏ ଭିଡ଼ିଓ ମାଧ୍ୟମରେ ଡିସ୍କସ୍ କରିବା। ତ ପ୍ରଥମେ ଦେଖନ୍ତୁ, ଆପଣମାନେ ଯାହା କିଛି ବି ସିଲାବସ୍ କମ୍ପ୍ଲିଟ୍ କରିସାରିଛନ୍ତି, ତ ସେଗୁଡ଼ିକୁ ଆପଣଙ୍କ ପାଖରେ ଅଛି। ଯାହା ବି ଆପଣମାନେ ଭାବୁଥାନ୍ତି କି ଯଦି ମୁଁ ଆଉ କିଛି ସିଲାବସ୍ ରହିଗଲା ମୋର ବାକି, ତ ସେଗୁଡ଼ିକୁ ମୁଁ କମ୍ପ୍ଲିଟ୍ କରିପାରିଲି ନାହିଁ, ତ ସେମିତି କିଛି ୱରିଡ୍ ହେବାର କିଛି ଆବଶ୍ୟକତା ନାହିଁ। ତ ପ୍ରଥମରୁ ହିଁ ଯାହାକି ଆପଣମାନେ ଜାଣିଥିବେ 1 ମନ୍ଥ ପୂର୍ବରୁ ମୁଁ ଆପଣଙ୍କୁ ସବୁବେଳେ ହିଁ ବୁକ୍କୁ ଗୁରୁତ୍ୱ ଦେଇଛି। କାରଣ ବୁକ୍କୁ ନେଇକି ହିଁ ଆପଣମାନେ ଯଦି ଦେଖିବେ ପ୍ରିଭିୟସ୍ ଇୟର୍ କୋଶ୍ଚିନ୍ ସବୁକିଛି ହିଁ ଆପଣଙ୍କର ବୁକ୍ରୁ ହିଁ ଆସିଛି। ଆଉ ଆପଣ ଥରେ ଚିନ୍ତା କରନ୍ତୁ କି ବୁକ୍ରୁ ହିଁ ଆପଣଙ୍କର ଟେଷ୍ଟ ସିରିଜ୍ ହେଲା କି ଆପଣଙ୍କର ଗାଇଡ଼ ହେଲା, ଏସବୁ ଆପଣଙ୍କର ବା ଟିବିଡବ୍ଲ୍ୟୁ ଯାହା କିଛି ବି ଆପଣ ଭାବନ୍ତି, ତ ସବୁ କିଛି ଇଏ ଆପଣଙ୍କର ବୁକ୍କୁ ହିଁ ଫଲୋ କରନ୍ତି। ପ୍ରଥମ କଥା ତ ବିଲକୁଲ ଆପଣଙ୍କର ବୁକ୍ ବାହାରୁ କିଛି ବି କ୍ୱେଶ୍ଚିନ୍ ଆସିବ ନାହିଁ, ଏକଥା ଆପଣମାନେ ଫୁଲ୍ ଆଣ୍ଡ ଫାଇନାଲି ମନେ ରଖନ୍ତୁ। ଦେନ୍ ରହିଲା କି ଯଦି ଆପଣ ପ୍ରପରଲି ବୁକ୍କୁ ଫଲୋ କରିଛନ୍ତି, ତ ନିଶ୍ଚିନ୍ତ ମୁଁ କହିବି କି ଆପଣମାନଙ୍କୁ 100% କ୍ୱାଲିଫାଇ କରିବେ, କେହି ବି ଆପଣଙ୍କୁ ଅଟକାଇ ପାରିବେ ନାହିଁ। ଦେନ୍ ରହିଲା ତ ଏକ୍ଜାମ ହଲରେ ଆପଣ କ'ଣ କରିବେ। ତ ସର୍ବପ୍ରଥମେ ଆପଣ ନିଜକୁ କୁଲ୍ ରଖିବାକୁ ଚେଷ୍ଟା କରିବେ ଏବଂ ଟ୍ରାଏ କରିବେ କି ଯେଉଁ ପାର୍ଟସରୁ ଆପଣଙ୍କର ଷ୍ଟ୍ରଙ୍ଗ ଜୋନ୍ ଅଛି, ତ ସେଇଠୁ ହିଁ ଆପଣମାନେ କୋଶ୍ଚିନ୍ର ଆନ୍ସର ଆରମ୍ଭ କରିବେ। ଦେନ୍ ଯେଉଁଗୁଡ଼ିକୁ ଆପଣଙ୍କର ୱିକ୍ ଲାଗୁଛି, ତ ତାକୁ ଆପଣମାନେ ଲାଷ୍ଟରେ ରଖିବେ। କାରଣ ସମୟ ବହୁତ ମୂଲ୍ୟବାନ ଏକ୍ଜାମ ହଲରେ ଆପଣମାନେ ଜାଣନ୍ତି। ତେବେ ସମୟକୁ ମ୍ୟାନେଜମେଣ୍ଟ କରିବେ, ପ୍ରଥମ କଥା। ଦେନ୍ ରହିଲା କି ଆପଣମାନେ କୌଣସି ବି କୋଶ୍ଚିନ୍ର ଆନ୍ସର ଆପଣମାନେ ଓଏମ୍ଆର ସିଟ୍ରେ କ୍ଲିକ୍ କରିବେ ନାହିଁ ହଠାତ୍ କି। ଯଦି ଆପଣ ସିଡିପି ବା ଚାଇଲ୍ଡ ଡେଭଲପମେଣ୍ଟ ପେଡାଗୋଜିର ଆପଣ କୋଶ୍ଚିନ୍ କରୁଛନ୍ତି, ଯେଉଁ 30ଟି କୋଶ୍ଚିନ୍ ରହିଲା, ତ ଆପଣମାନେ କୋଶ୍ଚିନ୍ରେ ଟିକ୍ ଦେଇପାରିବେ। ବଟ୍ ଆପଣମାନେ ଓଏମ୍ଆର ସିଟ୍ରେ ବିଲକୁଲ ଦେବେ ନାହିଁ, ବା 1 ନମ୍ବର କୋଶ୍ଚିନ୍ର ଆନ୍ସର ହେଲା ଆପଣ ଯାଇକି ଓଏମ୍ଆରରେ ରାଉଣ୍ଡିଂ କରିବେ, ତ ସେମିତି କରିବେ ନାହିଁ। ୟା ଦ୍ୱାରା କ'ଣ ହେବ ନା, ହୁଏତ ଆପଣଙ୍କର ଭୁଲଭାଲ ହେଇଯିବାର ସମ୍ଭାବନା ଅଛି। ତ ଆପଣମାନେ କ'ଣ କରିବେ, କୋଶ୍ଚିନ୍କୁ ନେଇକି କୋଶ୍ଚିନ୍ରେ ଟିକ୍ ଚିହ୍ନ ଦେଇପାରିବେ। କୋଶ୍ଚିନ୍କୁ ଯେତେ ବି ଆପଣ ୟୁଜ୍ କରିବେ ବା ଗାର ଗାରର ଯଦି ବି ପଡ଼ିଲା ତ କିଛି ଅସୁବିଧା ନାହିଁ। କିନ୍ତୁ ଓଏମ୍ଆର ସିଟ୍ ଯାହାକି ଆପଣଙ୍କର ଯଦି କିଛି ପ୍ରୋବ୍ଲେମ୍ ହୁଏ, ତାହେଲେ ଆପଣମାନେ ଜାଣନ୍ତି କି ଓଏମ୍ଆରକୁ ମେସିନ୍ ହିଁ ରିଡ୍ କରିଥାଏ, ତ ଯଦ୍ୱାରା କି ଆପଣଙ୍କର ସ୍କୋର ଆସିବାରେ କିଛି ପ୍ରୋବ୍ଲେମ୍ ଦେଖାଦେବ। ତ ବିଲକୁଲ ଆପଣ ଓଏମ୍ଆର ସିଟ୍କୁ ମୋଡ଼ାମୋଡ଼ି କରିବେ ନାହିଁ। ବା ଆପଣ ତ ଜାଣିଥିବେ କି ବଲ୍ ପଏଣ୍ଟ ପେନ୍ ବ୍ଲୁ ଅର୍ ବ୍ଲାକ୍ ପେନ୍ର ନେବେ, ଯଦ୍ୱାରା କି ଆପଣଙ୍କୁ ବେଷ୍ଟ ରହିବ। ଦେନ୍ ରହିଲା କି ଆପଣମାନେ ଯେଉଁ ଭାବୁଥିଲେ କି 75 ସ୍କୋର କିପରି ମୁଁ ଆଚିଭ୍ କରିବି, ବା ଯେଉଁମାନେ 90 ସ୍କୋର ଆଚିଭ୍ କରିବା ପାଇଁ ଅଛନ୍ତି କି ଅନରିଜର୍ଭ କାଟାଗୋରୀ, ତ ସେମାନେ କିପରି କ୍ୱାଲିଫାଇ କରିବେ। ସର୍ବପ୍ରଥମେ ଦେଖନ୍ତୁ ଇଜିଲି କିପରି ଆପଣ 75 ହେଉ କିମ୍ବା 90 ସ୍କୋର କିପରି ଆପଣମାନେ ଆଚିଭ୍ କରିପାରିବେ। ତ ପ୍ରଥମେ ଦେଖନ୍ତୁ ଆପଣଙ୍କର ପ୍ରୋଜ୍ ଏବଂ ପୋଏଟ୍ରିରୁ ଆପଣଙ୍କର ଯାହାକି ଲାଙ୍ଗୁଏଜ ଓଡ଼ିଆ ଏବଂ ଲାଙ୍ଗୁଏଜ ଇଂଲିଶରୁ ଆପଣଙ୍କର ଯଦି ଦେଖିବା, ଲାଙ୍ଗୁଏଜ ଓଡ଼ିଆରେ ଆପଣଙ୍କର ପ୍ରୋଜ୍ରୁ 5 ମାର୍କ ଏବଂ ପୋଏଟ୍ରିରୁ 5 ମାର୍କ ଆସିବ। ତ ଏଠି ଆପଣଙ୍କର ରହିଲା 10 ମାର୍କ। ଦେନ୍ ରହିଲା କି ଆପଣଙ୍କର ଇଂଲିଶ ଲାଙ୍ଗୁଏଜର ବି ସେମିତି ଆପଣଙ୍କର ପ୍ରୋଜ୍ରୁ 5 ମାର୍କ ଏବଂ ପୋଏଟ୍ରିରୁ ଆପଣଙ୍କର 5 ମାର୍କ, ତ ରହିଲା 10 ମାର୍କ। ତ ନିଶ୍ଚିନ୍ତ ଏଠି ଆପଣ ଯଦି ପ୍ରପର ଯେଉଁ ତରିକାରେ ଆପଣଙ୍କୁ କୁହାଯାଇଛି କି ଥିଓରି କ୍ଲାସ୍ କଲାବେଳେ, ତ ଆପଣ ସେଇ ପ୍ରପର ୱେରେ
आंसर बाहर करेंगे निश्चिंत आपंकर 20 मार्क आसो। देन रहा कि आपण मैंने जिते सीडीपी क्वेश्चन करेंगे एवं जिते पेडागोजी क्वेश्चन करेंगे पेडागोजी तो आपंकर प्रत्येक टी अच्छी जहाँकि आपंकर प्रत्येक पार्ट्स आसो लैंग्वेज ओडिया है कि आपंकर लैंग्वेज इंग्लिश है। देन रहा कि आपंकर मैथमेटिक्स एवं ईवीएस ईवीएस प्राय पिलांकर कौन ना सिलेबस कंप्लीट हो न था कारण गोटे ईवीएस गोटे लेंदी चैप्टर तो प्राय समस्त इनकम्प्लीट थाए सिलेबस तो ताको नहीं कि ओरिड होबार किसी आवश्यकता ना तो कौन करेंगे तो ये जो चैप्टर रू आपंकर पेडागोजी आसो तो प्रथम आपण सीडीपी रो भाषा को बुझे एवं आपण निजे जड़े शिक्षक भावे निजक भावे एवं से जो आपणकर बहुत कन्फ्यूज करता पिला एबीसीडी रे जो ऑप्शन चारिटा थाए तो बहुत कन्फ्यूज करता है तो दुईटा ऑप्शन आप निश्चिंत एलिमिनेट करेंगे एवं से दुईटा ऑप्शन आप 50-50 रे रुहंती जो द्वारा कि आप जहाँ किसी मारदेकी आसती तो सेमती करेंगे ना प्रथम आपण मैंने निजक जड़े शिक्षक भाव मन करेंगे और देखिए निश्चिंत आपंकर पेडागोजी क्वेश्चन सठिक होगी आसो एवं राति अनिद्रा होगी आपण एबे जदि किसी स्ट्रेस नेबे तो आसंता काली एग्जाम खराब होबार संभावना अच्छी तो बिल्कुल आप स्ट्रेस नेबे ना स्ट्रेस फ्री होगी आपण मैंने बिंदास रे जातु एग्जाम दिंतु निश्चिंत आपंकर एग्जाम भल हम ता सहित जदि आप देखिए प्रीवियस ईयर क्वेश्चन प्रैक्टिस बहुत इंपोर्टेंट कारण मुझे प्रथम आपको कही कि प्रीवियस ईयर क्वेश्चन बहुत इंपोर्टेंट जदि आप देखिए 2012 ठारू आरंभ करी आपणकर 2022 पर्यंत जो क्वेश्चन पैटर्न देखी तो 20 पर्यंत आपंकर क्वेश्चन पैटर्न ठीक ठाक थिला बट जदि आम देखा 22 रे आपंकर क्वेश्चन पैटर्न चेंज थिला बिल्कुल चेंज नुह केवल आपंकर क्वेश्चन को कौन थिला ना क्वेश्चन से पैटर्न थिला बट तार जो ऑप्शन थिला एबीसीडी करिकी आपंकर से ऑप्शन रे कौन थिला ना कन्फ्यूज करथिला पिला मानन को बहुत कन्फ्यूज करथिला जो द्वारा कि पिला माने बहुत किछि पिला सेठी आपण जब देखिए 22 रे डिस्क्वालिफाई हेतिले तो से नेगेटिव थिंकिंग आपण एबे किछि नियंतु नै कि माइंड रे स्ट्रेस दियंतु नै निश्चिंत आपणकर एग्जाम भल हम जदि आपण प्रॉपर वे रे डेडिकेटली निजको प्रिपरेशन रे लागि तो निश्चिंत आपण एग्जाम क्वालिफाई करेंगे ता सहित आपण कौन भी आंसर तरबर देवे ना प्रथमे आपण क्वेश्चन रे टिक मारिवे देन आपण ओएमआर सीट को राउंडिंग करेंगे एवं प्रॉपर वे रे आपण राउंडिंग करेंगे एमती राउंडिंग करेंगे कि जहाँकि सर्कल रु बाहर को जाऊँ सर्कल ठीक से डार्केन नहीं नथो सेमती करेंगे ना तो आशा करे यह थिला आपन पई लास्ट मोमेंट रो टिप्स तो निश्चिंत आपण माने क्वालिफाई करंतु एवं आगामी दिन रे जो सब टीचर रिक्रुटमेंट आसीबार संभावना अछि तो निश्चिंत सेठी आपण अप्लाई करि परिबे तेबे ऑल द बेस्ट समस्त को एवं आपण सहित देखा हबो आउ एक वीडियो रे थैंक यू जय जगन्नाथ।